ଆଜିର ଆଲୋଚନା ପାଇଁ ଆମ ପାଖରେ ଯେଉଁ ଟ୍ରାନ୍ସକ୍ରିପ୍ଟ ଅଛି ସେଇଟା ଗୋଟେ ଭୟଙ୍କର କାହାଣୀର। ଆଉ କାହାଣୀଟା ହେଉଛି କୁସୁମପୁର ନାମକ ଗୋଟିଏ ଗାଁର। ଏମିତି ଏକ ଅଭିଶପ୍ତ ଜାଗା। ଏମିତି ଜାଗା ଯେଉଁଠି ସଞ୍ଜା ହେଲେ ହିଁ ସବୁକିଛି ବନ୍ଦ, ରାସ୍ତାଘାଟ ପୁରା ସୁନସାନ। କାରଣ ପ୍ରତି ରାତିରେ ସେଠୁ କେହି ନା କେହି ଜଣେ ରହସ୍ୟମୟ ଭାବେ ଗାୟବ ହେଇଯାଉଛି। ଆଉ ଏହି ରହସ୍ୟର ସାମ୍ନା କରିବାକୁ ଆସୁଛି ଆମ କାହାଣୀର ମୁଖ୍ୟ ଚରିତ୍ର ବୀରେନ୍ଦ୍ର, ସହରରେ ରହୁଥିବା ଜଣେ ଯୁବକ ଯିଏ ଏସବୁ ଅନ୍ଧବିଶ୍ୱାସକୁ ମାନେନି। ସେ ଆସୁଛି ତାର କିଛି ପୈତୃକ ସମ୍ପତ୍ତି କାଗଜପତ୍ର କାମରେ। ତ ଆଜି ଆମେ ବୀରେନ୍ଦ୍ରଙ୍କ ଆଖିରେ ସେହି ଗାଁର ଭୟକୁ ଦେଖିବା, ବୁଝିବାକୁ ଚେଷ୍ଟା କରିବା ଯେ ଏହା ପଛରେ କିଛି ସତ ଅଛି ନ କେବଳ ଲୋକଙ୍କ ମନରେ ଭ୍ରମ। ଠିକ୍, ତେବେ ଚାଲନ୍ତୁ କାହାଣୀ ଭିତରକୁ ଯିବା। ହଁ, କାହାଣୀ ଆରମ୍ଭ ହେଉଛି ବୀରେନ୍ଦ୍ରଙ୍କ ଯାତ୍ରାରୁ। ସନ୍ଧ୍ୟା ସମୟ, ଗୋଟେ ପୁରୁଣା ଅଟୋରେ ବସି ସେ ଗାଁ ଆଡ଼କୁ ଯାଉଛି। ଆଉ ପରିବେଶଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଚାରିଆଡ଼େ ଏକ ଅଜବ ନୀରବତା, ଏତେ ନୀରବ ଯେ ଖାଲି ଅଟୋର ଶବ୍ଦ। ହଁ, ସେ ଶବ୍ଦଟା ବି କାନକୁ ବାଧିଲା ଭଳି ଲାଗୁଛି। ଆଉ ଦେଖନ୍ତୁ, ଭଲ ହରର କାହାଣୀରେ ଏହି ନୀରବତା ହିଁ ସବୁଠୁ ବଡ଼ ଅସ୍ତ୍ର। ଆମେ ଭାବୁ ଭୂତ ଚିତ୍କାର କରିବ, କିନ୍ତୁ ପ୍ରକୃତ ଭୟ ତ ଶୂନ୍ୟତାରେ ଥାଏ। ଏକଦମ ସତ୍। ଆଉ ବୀରେନ୍ଦ୍ର ସହରୀ ପିଲା ତ, ସେ ଟିକେ ଠଟ୍ଟାରେ ଅଟୋବାଲାକୁ କହୁଛି, ଭାଇ ଏଠି ତ ଲାଗୁଛି ସଞ୍ଜ ହେଲେ କେହି ଘରୁ ବାହାରନ୍ତିନି। ଆଉ ଅଟୋବାଲାର ଉତ୍ତରଟା ଦେଖନ୍ତୁ, ସେ କିଛି ଲମ୍ବା କାହାଣୀ କହୁନି। କିଛି ନୁହେଁ, କେବଳ ଗମ୍ଭୀର ସ୍ୱରରେ କହୁଛି, ସାର୍ ରାତିରେ ବାହାରକୁ ନ ବାହାରିବାକୁ ଚେଷ୍ଟା କରିବେ, ବସ୍ ଏତିକି। ସେହି ଗୋଟିଏ ଲାଇନ୍, ସେଇଠି ପୁରା କାହାଣୀର ମୁଡ୍ ସେଟ୍ ହେଇଗଲା, ନୁହେଁ କି? ହଁ, ଆମ ମନ ଭିତରେ ଗୋଟେ ସନ୍ଦେହର ମଞ୍ଜି ପୋତି ହେଇଗଲା। ଆଉ ବୀରେନ୍ଦ୍ର ଯେତେବେଳେ ଗାଁ ଛକରେ ଓହ୍ଲାଉଛି, ସେତେବେଳେ ସେଇ ଚେତାବନୀର ଅର୍ଥ ତାକୁ ବୁଝା ପଡୁଛି। ପୁରା ଗାଁରେ ସନ୍ନାଟା, ଦୋକାନ ବଜାର ବନ୍ଦ, ଜଣେ ବି ଲୋକ ନାହାନ୍ତି ରାସ୍ତାରେ। କେବଳ କିଛି କୁକୁର ଦୂରରୁ ଭୋକୁଛନ୍ତି। ଏ ଦୃଶ୍ୟ ଦେଖି ତାର ଯୁକ୍ତିବାଦୀ ମନ ଭିତରେ ବି ପ୍ରଥମ ଥର ପାଇଁ ଟିକେ ଅଜବ ଲାଗୁଛି। ଆଉ ସେତିକିବେଳେ ତା ସାମ୍ନାକୁ ଆସୁଛି ଜଣେ ତା ପିଲାଦିନର ସାଙ୍ଗ ମଞ୍ଜରୀ। କିନ୍ତୁ ଏ ଦେଖା ହେବାଟା ଆଦୌ ଖୁସିର ନଥିଲା। ନା, ଆଦୌ ନୁହେଁ। ଟ୍ରାନ୍ସକ୍ରିପ୍ଟ କହୁଛି, ମଞ୍ଜରୀର ଚେହେରା ପୁରା ଶୁଖି ଯାଇଥିଲା, ଆଖିରେ ଖାଲି ଡର। ସେ ବୀରେନ୍ଦ୍ରଙ୍କୁ ଦେଖି ଖୁସି ହେବା ବଦଳରେ ଓଲଟା ପଚାରୁଛି, ତୁ ଏଠି କ'ଣ କରୁଛୁ? ଶୀଘ୍ର ଏଠୁ ପଳା। ଏଇଟା ବୀରେନ୍ଦ୍ର ପାଇଁ ବଡ଼ ଝଟକା ଥିଲା। ନିଶ୍ଚୟ, ଯେଉଁ ସାଙ୍ଗକୁ ଏତେ ବର୍ଷ ପରେ ଦେଖୁଛ, ସେ ସ୍ୱାଗତ କରିବା ବଦଳରେ ପଳେଇ ଯିବାକୁ କହୁଛି। ଆଉ କାରଣ ପଚାରିବାରୁ ମଞ୍ଜରୀ ଯାହା କହୁଛି, ଶୁଣିଲେ ଦେହ ଶୀତେଇ ଉଠିବ। କ'ଣ କହୁଛି ସେ? ସେ ଧୀର ସ୍ୱରରେ କହୁଛି, ଏଠି ପ୍ରତି ରାତିରେ କେହି ନା କେହି ଗାୟବ ହୋଇଯାଉଛନ୍ତି। ଆଚ୍ଛା। କୌଣସି ପାଟିତୁଣ୍ଡ ନାହିଁ, କିଛି ଚିହ୍ନ ନାହିଁ, କେବଳ ସକାଳୁ ସେହି ଜାଗାରେ ଗୋଟେ କଳା ଦାଗ। କଳା ଦାଗ? ହଁ, ଯେମିତି କାହାକୁ ସେଠି ଜାଳି ଦିଆଯାଇଛି। ଓହୋ, ଏଇ ଯୋଉ କଳା ଦାଗର ବର୍ଣ୍ଣନା, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଏଥିରୁ ହିଁ ଜଣାପଡ଼ୁଛି ଯେ ଏହା କୌଣସି ସାଧାରଣ ଅପରାଧ ନୁହେଁ। ହଁ, ଏହା କିଛି ଅଲୌକିକ। ଏକଦମ, କାରଣ ହତ୍ୟା ହେଲେ ଶବ ମିଳନ୍ତା, ଅପହରଣ ହେଲେ ସଂଘର୍ଷର ଚିହ୍ନ ଥାନ୍ତା, କିନ୍ତୁ କେବଳ ଗୋଟେ ପୋଡ଼ା ଦାଗ, ଯାହା ବି ହେଉଛି ତାହା ମଣିଷ ବୁଝିବା ବାହାରେ। କିନ୍ତୁ ବୀରେନ୍ଦ୍ର ଏସବୁ ଶୁଣି ହସି ଦେଉଛି, କହୁଛି, ମଞ୍ଜରୀ ତୁ ବି ଏଇ ଗାଉଁଲି ଗପରେ ବିଶ୍ୱାସ କରୁଛୁ? ଏଠି ଆରମ୍ଭ ହେଉଛି ସେହି ସଂଘର୍ଷ, ସହରର ତର୍କ ବନାମ ଗାଁର ଅନୁଭୂତି। ଆଉ ଆମେ ଦର୍ଶକ ବି ଦ୍ୱନ୍ଦ୍ୱରେ ପଡ଼ିଯାଉ। ଠିକ୍, ଆମେ କାହାକୁ ବିଶ୍ୱାସ କରିବା? ହଁ, କିନ୍ତୁ ସେହି ରାତିରେ ହିଁ ବୀରେନ୍ଦ୍ରର ବିଶ୍ୱାସ ପ୍ରଥମ ଥର ପାଇଁ ଦୋହଲିବାକୁ ଲାଗୁଛି। ସେ ତା ପୁରୁଣା ଘରେ ଏକା ଅଛି, ଆଉ ଅଜବ ଅଜବ ଅନୁଭୂତି ହେଉଛି। କେତେବେଳେ ଝରକା ପାଖରେ ଗୋଟେ ଲମ୍ବା ଛାଇ, ତ କେତେବେଳେ କାନ୍ଥ ଆରପଟୁ ଫୁସ୍ଫୁସ୍ ଶବ୍ଦ। ହଁ, ଠିକ୍ ସେମିତି। ଏହାକୁ ହିଁ ମନସ୍ତାତ୍ତ୍ୱିକ ଭୟ କୁହାଯାଏ। ଏଠି କୌଣସି ରାକ୍ଷସ ସାମ୍ନାକୁ ଆସୁନି, କେବଳ ଇଙ୍ଗିତ ମାଧ୍ୟମରେ ଭୟକୁ ଧୀରେ ଧୀରେ ବଢ଼ାଯାଉଛି। ପରଦିନ ସକାଳେ ବୀରେନ୍ଦ୍ର ଗାଁରେ ବୁଲିବା ବେଳେ ତାର ଦେଖାଉଛି ଗାଁର ଜଣେ ବୟସ୍କ ପଣ୍ଡିତଙ୍କ ସହିତ। ଆଉ ପଣ୍ଡିତଙ୍କ ଚରିତ୍ର ଏଠି କାହାଣୀକୁ ଗୋଟେ ନୂଆ ମୋଡ଼ ଦେଉଛି। ସେ ହିଁ ରହସ୍ୟ ଉପର ପର୍ଦ୍ଦା ଉଠାଉଛନ୍ତି। ସେ ବୀରେନ୍ଦ୍ରକୁ ଦେଖିବା ମାତ୍ରେ କହୁଛନ୍ତି, ତୁମେ ଏଠାକୁ ଆସି ଭଲ କଲନି, ଏ ଗାଁ ଅଭିଶାପ୍ତ। ଆଉ ସେହି ଅଭିଶାପର କାରଣ କ'ଣ? ହେଲା, ପଣ୍ଡିତ କହୁଛନ୍ତି, ଏହି ଅଭିଶାପ ସିଧାସଳଖ ବୀରେନ୍ଦ୍ରଙ୍କ ପରିବାର ସହ ଜଡ଼ିତ। ତାଙ୍କ ଜେଜେବାପା ବହୁ ବର୍ଷ ପୂର୍ବେ ସେହି ଜମିରେ ଥିବା ଏକ ପୁରୁଣା ମନ୍ଦିରକୁ ଭାଙ୍ଗି ଦେଇଥିଲେ। ଓହୋ, ତେବେ ଏଠାରେ ଏକ କାହାଣୀରେ ଏକ ବ୍ୟକ୍ତିଗତ ଦିଗ ଯୋଡ଼ି ହୋଇଗଲା। ବୀରେନ୍ଦ୍ର ଆଉ କେବଳ ଜଣେ ବାହାର ଲୋକ ହୋଇ ରହିନି। ଏକଦମ,
ପଣ୍ଡିତ ଆହୁରି କହୁଛନ୍ତି ଯେ ସେହି ମନ୍ଦିରରେ ଗାଁର ରକ୍ଷକ ଦେବତାଙ୍କର ଆତ୍ମା ଥିଲା। ଆଉ ମନ୍ଦିର ଭାଙ୍ଗିବା ପରେ ସେହି ଆତ୍ମା କ୍ରୋଧିତ ହୋଇ ସେଠାରେ ବନ୍ଦୀ ହୋଇଗଲା। ଆଉ ଏବେ ନିଜ ମୁକ୍ତି ପାଇଁ ପ୍ରତି ରାତିରେ ଗୋଟିଏ ଗୋଟିଏ ମଣିଷର ଆତ୍ମାକୁ ଟାଣି ନେଉଛି। ଏହା ହେଉଛି ସେହି ପୂର୍ବପୁରୁଷଙ୍କର ଭୁଲ ପାଇଁ ପରବର୍ତ୍ତୀ ପିଢ଼ିକୁ ଦଣ୍ଡ ମିଳିବାର କଥା। ଆମର ଅନେକ ଲୋକ କଥାରେ ଏହି ଧାରଣା ଦେଖିବାକୁ ମିଳେ। କିନ୍ତୁ ଏହିଟା ଟିକେ ଅନ୍ୟାୟ ପରି ଲାଗୁନି କି? ଜେଜେବାପାଙ୍କ ଭୁଲ ପାଇଁ ପୁରା ଗାଁ କାହିଁକି ଦଣ୍ଡ ପାଇବ? ଏହା ଏକ ବହୁତ ଭଲ ପ୍ରଶ୍ନ। ବୋଧହୁଏ କାହାଣୀକାର କହିବାକୁ ଚାହୁଁଛନ୍ତି ଯେ ଆମର କର୍ମର ପ୍ରଭାବ କେବଳ ଆମ ଉପରେ ପଡ଼େନି, ଏହା ପୁରା ସମାଜ ଉପରେ ପଡ଼େ। ହଁ, ଜେଜେବାପାଙ୍କ ଲୋଭ ଗୋଟିଏ ସାମୂହିକ ବିଶ୍ୱାସକୁ ଆଘାତ ଦେଲା, ଆଉ ତାର ପରିଣାମ ଏବେ ପୁରା ସମାଜ ଭୋଗୁଛି। ଏହା ଜାଣିବା ପରେ ବୀରେନ୍ଦ୍ରର ସବୁ ତର୍କ, ସବୁ ସନ୍ଦେହ ଦୂର ହୋଇଯାଉଛି। ତାକୁ ଲାଗୁଛି ଯେ ଏବେ ଦାୟିତ୍ୱ ତାର। ତା ପରିବାର କରିଥିବା ଭୁଲକୁ ସୁଧାରିବାର ଦାୟିତ୍ୱ। ହଁ, ତେଣୁ ସେ ସ୍ଥିର କରୁଛି ଯେ ସେ ନିଜେ ସେହି ଭଙ୍ଗା ମନ୍ଦିର ପାଖକୁ ଯିବ। ଏଇଟା ହେଉଛି ହିରୋର ଯାତ୍ରାର ସେହି ମୋଡ଼, ଯୋଉଠୁ ଆଉ ପଛକୁ ଫେରି ହେବନି। ସେ ଏବେ ଭୟରୁ ସାହସ ଆଡ଼କୁ ଯାଉଛି। ମଞ୍ଜରୀ ଆଉ ପଣ୍ଡିତ ଦୁହେଁ ମନା କରୁଛନ୍ତି, କିନ୍ତୁ ସେ କାହା କଥା ଶୁଣୁନି। ଆଉ ରାତିରେ ସମସ୍ତଙ୍କୁ ଲୁଚି ସେ ସେହି ଜାଗାକୁ ବାହାରି ଯାଉଛି। ଆଉ ସେଠାରେ ପହଞ୍ଚିବା ପରେ ଯେଉଁ ଦୃଶ୍ୟ ଦେଖୁଛି, ଆହା, ତାହା ତା କଳ୍ପନାଠାରୁ ବି ଅଧିକ ଭୟଙ୍କର ଥିଲା। କେମିତି ଥିଲା ସେଠାକାର ପରିବେଶ? ଚାରିଆଡ଼େ ଜଳି ଯାଇଥିବା ମାଟି, ସେହି କଳା ଦାଗ ଯେମିତି ପୁରା ଅଞ୍ଚଳରେ ବ୍ୟାପି ଯାଇଛି। ଆଉ ମଝିରେ ଗୋଟିଏ ପୁରୁଣା ପଥରର ଦୀପ। ଲିଭି ଯାଇଥିବା ଦୀପ? ହଁ, ତାକୁ ଲାଗୁଛି ଯେମିତି ସବୁ ପ୍ରଶ୍ନର ଉତ୍ତର ସେହି ଦୀପ ଭିତରେ ହିଁ ଅଛି। ସେ ଡରି ଡରି ଦିଆସିଲି କାଢ଼ି ଦୀପଟିକୁ ଜଳାଉଛି। ଦୀପ ଜଳାଇବା କାର୍ଯ୍ୟଟି ଏଠି ପ୍ରତୀକାତ୍ମକ। ଆମେ ଭାବୁ ଆଲୋକ ସତ୍ୟକୁ ଆଣେ, କିନ୍ତୁ ଏଠି ସେହି ଆଲୋକ ହିଁ ଏକ ଭୟଙ୍କର ସତ୍ୟ ଉପରୁ ପର୍ଦ୍ଦା ହଟାଇବାକୁ ଯାଉଛି। ଏକଦମ। ଆଚ୍ଛା, ଦୀପ ଜଳିବା ମାତ୍ରେ ପୁରା ଜାଗାଟା ଥରିବାକୁ ଲାଗୁଛି, ଭୂମିକମ୍ପ ଭଳି। ଆଉ ଠିକ୍ ସେତିକିବେଳେ କାହାଣୀର ସବୁଠୁ ବଡ଼ ମୋଡ଼ ଆସୁଛି। କ'ଣ ହେଲା? ସେ ଦେଖୁଛି ମଞ୍ଜରୀ ସେଠାରେ ପହଞ୍ଚୁଛି, କିନ୍ତୁ ଏ ଆମ ଚିହ୍ନା ମଞ୍ଜରୀ ନୁହେଁ। ମାନେ ତାର କ'ଣ ହେଇଛି? ତାର ଚେହେରା ପୁରା ବଦଳି ଯାଇଛି। ଆଖି ଦୁଇଟା ନିଆଁ ଭଳି ଜଳୁଛି, ଆଉ ମୁହଁରେ ଗୋଟେ ଶୈତାନୀ ହସ। ଓହୋ, ତେବେ ସେ ହିଁ? ହଁ, ସେ ହିଁ ସେଇ ବନ୍ଦୀ ଆତ୍ମା। ବାଃ, ଏହା ହେଉଛି କାହାଣୀର ସବୁଠୁ ବଡ଼ ଧୋକା। ଯେଉଁ ସାଙ୍ଗ ଉପରେ ଆମେ ସମସ୍ତେ ଭରସା କରୁଥିଲେ, ସେ ହିଁ ପ୍ରକୃତ ରାକ୍ଷସ। କାହାଣୀକାର ଏଠି ଆମକୁ ବି ବୋକା ବନାଇଦେଲେ। ଏକଦମ। ଆତ୍ମାରୂପୀ ମଞ୍ଜରୀ କହୁଛି, ମୁଁ ବହୁ ବର୍ଷ ଧରି ତୋତେ ଅପେକ୍ଷା କରିଥିଲି ବୀରେନ୍ଦର। ତୋ ଜେଜେବାପାଙ୍କ ବଂଶର ରକ୍ତ ହିଁ ମୋତେ ମୁକ୍ତି ଦେବ। ତେଣୁ ତାର ସେହି ସତର୍କ କରାଇବା ଏକ ନାଟକ ଥିଲା। ସେ ଚାହୁଁଥିଲା ବୀରେନ୍ଦ୍ର ଜିଦ୍ କରି ଏଠାକୁ ଆସୁ। ଠିକ୍। ଆଉ ଶେଷରେ ସେ କହୁଛି, ତୁମକୁ ଗିଳିବା ପରେ ମୁଁ ଏହି ଅଭିଶାପରୁ ମୁକ୍ତ ହୋଇଯିବି। ଆଉ ତାପରେ? ଚାରିଆଡ଼େ କଳା ଧୂଆଁ ବ୍ୟାପି ଯାଉଛି। ବୀରେନ୍ଦ୍ରର ଚିତ୍କାର ସେହି ଧୂଆଁ ଭିତରେ ହଜିଯାଉଛି। ତାପରେ ସବୁ ଶାନ୍ତ। ଶେଷଟା ବହୁତ ଦୁଃଖଦ ହେଇଗଲା। ହିରୋ ନିଜ ପରିବାରର ଭୁଲ ସୁଧାରିବାକୁ ଯାଇ ନିଜେ ହିଁ ଶିକାର ହେଇଗଲା। ହଁ, କାହାଣୀର ଶେଷରେ କୁସୁମପୁର ଗାଁରେ ସେହି ନୀରବତା ପୁଣି ଫେରି ଆସୁଛି। ଆଉ ଗାଁରେ ଖବର ବ୍ୟାପି ଯାଉଛି ଯେ ସହରରୁ ଆସିଥିବା ପିଲାଟି ମଧ୍ୟ ଗାୟବ ହୋଇନଲା। କେବଳ ସେହି ଭଙ୍ଗା ମନ୍ଦିର ପାଖରେ ଆଉ ଗୋଟିଏ ନୂଆ କଳା ଦାଗ ଦେଖାଯାଉଛି। ଏବଂ ଏହାପରେ ତ ଗାଁର ଭୟ ଆହୁରି ବଢ଼ିଯାଇଥିବ, କାରଣ ଏବେ ସେହି ଆତ୍ମା ସମ୍ପୂର୍ଣ୍ଣ ମୁକ୍ତ ଏବଂ ଆହୁରି ଶକ୍ତିଶାଳୀ। ମଞ୍ଜରୀ ରୂପରେ ସେ ଏବେ ଗାଁରେ ଖୋଲାଖୋଲି ବୁଲୁଛି। ପ୍ରତି ରାତିରେ ନୂଆ ଶିକାର ଖୋଜୁଛି। ଏକ ଅସମାପ୍ତ ଭୟ ସହିତ କାହାଣୀଟା ଶେଷ ହେଉଛି। ଏହି ପୁରା କାହାଣୀକୁ ଦେଖିଲେ ଏହା ଭିତରେ ଅନେକ ପ୍ରଶ୍ନ ଲୁଚି ରହିଛି। ଗୋଟିଏ କଥା ମନକୁ ଆସୁଛି, ଯଦି ଗୋଟିଏ ସମାଜର ରକ୍ଷକ ହିଁ ଭକ୍ଷକ ପାଲଟିଯାଏ, ଯେମିତି ଏଠି ଗାଁର ଦେବତା ହିଁ ଗାଁ ଲୋକଙ୍କୁ ମାରୁଛି, ତେବେ ସେହି ସମାଜର ଭବିଷ୍ୟତ କ'ଣ ହୋଇପାରେ? ଏହା ଏକ ଭୟଙ୍କର ଚିନ୍ତା। ଯେଉଁଠି ଆଶ୍ରୟ ନେବା କଥା ସେଇଠି ଯଦି ବିପଦ, ତେବେ ଲୋକେ ଯିବେ କୁଆଡ଼େ? ଆଉ ଗୋଟେ ପ୍ରଶ୍ନ ବି ବୀରେନ୍ଦ୍ରଙ୍କୁ ନେଇ ଉଠୁଛି, ଯେ ତାଙ୍କର ଫେରିବାଟା କ'ଣ ଗୋଟେ ସାହସିକ ପଦକ୍ଷେପ ଥିଲା, ନା ଏକ ଅବଶ୍ୟମ୍ଭାବୀ ଦୁଃଖଦ ନିୟତି? ଠିକ୍, ସେ ଯଦି ଗାଁକୁ ନ ଫେରିଥାନ୍ତେ ତେବେ ହୁଏତ ବଞ୍ଚି ଯାଇଥାନ୍ତେ, କିନ୍ତୁ ତାଙ୍କର ଆସିବା ପରେ ରାକ୍ଷସଟି ସମ୍ପୂର୍ଣ୍ଣ ମୁକ୍ତ ହୋଇଗଲା, ଯାହା ଗାଁ ପାଇଁ ଆହୁରି ବଡ଼ ବିପଦ। ତେବେ ତାଙ୍କର ବଳିଦାନର କିଛି ଅର୍ଥ ରହିଲା କି, ନା ତାଙ୍କର ଚେଷ୍ଟା ପରିସ୍ଥିତିକୁ ଆହୁରି ଖରାପ କରିଦେଲା? ଏହି ଦ୍ୱନ୍ଦ୍ୱ ଉପରେ ଚିନ୍ତା କରିବା ପାଇଁ ଏ କାହାଣୀ ଆମକୁ ଛାଡ଼ି ଦେଇଯାଉଛି।